आज ହେଉଛି ମାର୍ଚ୍ଚ ମାସ 20 ତାରିଖ। ଆଜି ସଗୌରବେ ପାଳିତ ହେଉଛି ବିଶ୍ୱ ପଖାଳ ଦିବସ। ଖୁସିର କଥା, ଆମ ପଖାଳ ଆଜି ଆମ ଦାଣ୍ଡ ଦୁଆର ଡେଇଁ, ଆମ ରୋଷେଇ ଘର ଡେଇଁ ଯାଇ ବିଶ୍ୱସ୍ତରରେ ପହଞ୍ଚି ପାରି ସାରିଲାଣି। ଖୁସି ଲାଗିଲା ସମସ୍ତେ ଆମ ପଖାଳକୁ ଏତେ ମାତ୍ରାରେ ଭଲ ପାଇବା ଦେଉଛନ୍ତି। ଆମ ଖାଦ୍ୟ ପରମ୍ପରା, ଆମ ଐତିହ୍ୟ, ଆମ ସଂସ୍କୃତି ଯାହା ଜଗନ୍ନାଥଙ୍କ ସହିତ ଜଡ଼ିତ ସେହି ପଖାଳକୁ ଆପଣେଇ ନେଇଛନ୍ତି। ପଖାଳକୁ ଭଲ ପାଇବା ଦେଉଛନ୍ତି, ପଖାଳର ଉପଭୋଗ କରୁଛନ୍ତି। ଠିକ୍ ଅଛି, ଏହା ଆମ ପାଇଁ ଏକ ଗର୍ବର ବିଷୟ। ବନ୍ଧୁଗଣ, ଆମେ ସମସ୍ତେ ଏହି ପଖାଳ ଦିବସ ପାଳୁଛନ୍ତି, ଅନ୍ୟାନ୍ୟ ଦିବସ ପାଳୁଛନ୍ତି। ଗୋଟିଏ ଅନୁରୋଧ ରଖିବି, ଏହି ମାର୍ଚ୍ଚ ମାସ 11 ତାରିଖ ଯେଉଁଦିନ ଆମ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିଲା, ସେ ଶାସ୍ତ୍ରୀୟ ମାନ୍ୟତା ଦିବସ ମଧ୍ୟ ଗର୍ବରେ ପାଳନ କରନ୍ତୁ। ଆମ ଭାଷା, ଆମ ସଂସ୍କୃତି, ଆମ ଖାଦ୍ୟ ପଦାର୍ଥ ସବୁ ବଞ୍ଚି ରହୁ, ଏତିକି କାମନା। ବନ୍ଦେ ଉତ୍କଳ ଜନନୀ। ଲଙ୍ଗଳ କଥା ବୁଝୁଛି କ୍ଷେତ, କ୍ଷେତ କଥା ବୁଝେ ଚଷା।